ଭାଇ ଏଗୁଡ଼ା କ'ଣ ଗୋଟେ କାମ ସାମାନ୍ୟ ଗୋଟେ ଝିଅ ପଟେଇ ପାରୁନ ଛି 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 ଛି। ଆରେ ଭାଇ ସେ ଝିଅ ସହ କଥା ହେଲା ବେଳକୁ ଦେହ ଝାଳେଇ ଯାଉଛି, ମୁଁ ତାକୁ ପଟେଇବି କେମିତି? ଆ ପଟେଇବୁ କେମିତି? ଆରେ ତମମାନେ ସିନା ଦେଖିବାକୁ ସୁନ୍ଦର, ହେଲେ ମୁଣ୍ଡରେ ଖାଲି ଗୋବର। ତମ ବୟସରେ ମୁଁ ଯେବେ ଥିଲି 100 ଉପରେ ଝିଅ ପଟେଇଛି, ହଁ ଭାଇ। କିନ୍ତୁ ଏବେ ନାହିଁ। ଏବେ ମୋ ମନରେ ଖାଲି ରେବତୀ ଅଛି। 10 ବର୍ଷ ହେଲା ଭଲ ପାଇବା ଆମର। ଏଇ ତ ଆସନ୍ତା 10 ତାରିଖରେ ଆମ ବାହାଘର। ହଁ ଭାଇ, କଂଗ୍ରାଚୁଲେସନ୍ କଂଗ୍ରାଚୁଲେସନ୍। ଗୋଟେ କାମ କର, କିଛି ଆଇଡିଆ ମୋଠୁ ନିଅ। ହଁ ହଁ, ମତେ ଟିକେ ଦିଅ ଭାଇ। ଆ ସବୁ ମାଗଣା ମାଗଣା ପାଇଯିବ ନାଇଁ? ଆରେ ଝିଅ ପଟେଇବାକୁ ହେଲେ 2ଟା ଜିନିଷ ଦରକାର। କ'ଣ ଭାଇ? ଗୋଟେ ହଉଛି କୋଲ୍ଡ ଡ୍ରିଙ୍କସ୍, ଆଉ ଗୋଟେ ହଉଛି ମିକ୍ସଚର। ଯା ଯା ଆଣିକି ଆସିବୁ କହିବୁ। ଯା। ଆଚ୍ଛା, ମୁଁ ଏବେ ଯାଉଛି ନେଇକି ଆଉଛି। ଆରେ ରସୁଣ ଆଚାର ଆଣିବୁ ରେ। ଆରେ ସାଙ୍ଗ ଜାଣିଛୁ, ତୁ ଯୋଉ କହୁଥିଲୁ 10 ବର୍ଷର ଭଲ ପାଇବା ରେବତୀ, ତାର ବାହାଘର ଏଇ 10 ତାରିଖରେ। ଏଇନେ ସେ ତତେ କାର୍ଡ ଦେଇଛି। ଆର ଗାଁ ଭଗ୍ୟା ସହିତ ତାର ବାହାଘର। କିଏ? ମୋ ରେବତୀ? ଆରେ ହଁ ରେ, ତୋରି ରେବତୀ। ତମ ସହ ବାହା ହେବାର ନାହିଁ କି ତମ ମୁହଁ ଚାହିଁବାର ନାହିଁ। ଆଉ ହଁ, ମୋ ବାହାଘରକୁ ଆସିବ, ମାଗଣାରେ ଭୋଜି ଖାଇଯିବ। କାହିଁକି ତତେ ଭରସା କଲି, ଭାବିଲି ନିଜର, ହେଇଗଲୁ ତୁ ଆଉ କାହାର। ତୋ ହୃଦୟ ହେଇଗଲା ଲୋ ଏତେ ନିଷ୍ଠୁର। ଭାଇ କ'ଣ ହେଲା? ଆରେ ଭାଇ ପାଣି ଆଣ, ପାଣି ଆଣ। ଉଠାଅ। ଭାଇ ଉଠ, ଭାଇ 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 ଉଠ। ଭାଇ ତାର ଏତେ ସାହସ! 10 ବର୍ଷର ଭଲ ପାଇବାକୁ ଏଇ 10 ଟଙ୍କିଆ କାର୍ଡ ଦେଇ ଭୁଲିଯିବ? କଦାପି ନୁହେଁ। ଆମେ ଥାଉ ଥାଉ ଭାଇ ଆମର ବାଢୁଆ ହେଇକି ରହିବେ। ହଁ ଭାଇ, ଦେଖିବା ସେ କେମିତି ବାହା ହଉଛି। ଠିକ କଥା, ବାହାଘର ଦିନ ହିଁ ତାକୁ ଉଠେଇ ନେଇ ଆସିବା। ଠିକ ଅଛି, ତମମାନଙ୍କ ଉପରେ ମୋର ପୁରା ଭରସା ଅଛି। ଧୋଡୁ, ଭକଲୋ, ଜନ୍ଦା ସମସ୍ତେ ଅଲଗା ଅଲଗା ବାଟ ଦେଇଯିବ, ଆଉ ବାକି ସବୁ ମୋ ପଛରେ ଆସିବେ। ଚାଲ। ହ୍ୟାଲୋ ଧୁଡୁ, କୋଉଠି ରେ ତୁ? ଭାଇ ମୁଁ ଟିକେ କ୍ଷୀରି ଖାଉଛି। ଆବେ ତତେ କଣ ପାଇଁ ପଠେଇଥିଲି? ତୁ ସେଠି କଣ କରୁଛୁ? ତତେ କ୍ଷୀରି ଖାଇବା ପାଇଁ ପଠେଇଥିଲି ସେଠି? ଭାଇ ସମ୍ଭାଳି ପାରିଲିନି, କ୍ଷୀରି ଉପରେ ଗୋଟେ ନାଲି ଚେରି ପଡ଼ିଥିଲା ତ, ମୁଁ ଟିକେ ଆଉ। ଆବେ ଚୁପ୍! ସେ ଭକୁଲ ଆଉ ଜନ୍ଦା କୁଆଡେ ଗଲେ? ଭାଇ ଭକୁଲ ସେଠି ଚିକେନ ପକୋଡ଼ା ଖାଉଛି, ଆଉ ସେ ଜନ୍ଦା ରାଉତ ବାବୁଙ୍କ ଝିଅ ଆସିଛି ତ, ତା ସହିତ ଟିକେ ପୋଟଳ କୁର୍ମା ଖାଉଛି। ତମ ଦ୍ୱାରା କିଛି ହବନି, ମତେ ହିଁ କିଛି କରିବାକୁ ପଡିବ। ଆରେ ବଢିଆ ଫିସ୍ ଫିଙ୍ଗର ହେଇଯିବେ, ଖାଇ ଦେଇ ଯିବା କି? ନା ନା, ଆଗ ମୁଁ ମୋ ରେବତୀ ପାଖକୁ ଯିବି। କି ଚିକେନ ବାସ୍ନା ବେ। ନା ନା, ମୁଁ ରେବତୀକି ଆଗ ଦେଖା କରିବି, ତାକୁ ନେଇକି ଯିବି। କି ବାସ୍ନା, କି ଖାଇବା ଏଠି। ଓହୋ, ଆଉ ସମ୍ଭାଳି ହଉନି। ମୋ ବୋଉଲୋ କି ମଟନ, ପାଟିରୁ ଲାଳ ବୋହିଲେଣି। ସେ ରେବତୀ ଯାଉ ଚୁଲିକି, ମୁଁ ଆଗ କଣ ଯାଏ ଦିଟା ଖାଇବି। କେତେ ବଢିଆ ଖାଦ୍ୟ ରେ। ବାହା ହେଇଥିଲେ କଣ ଏମିତି ସୁଆଦିଆ ଖାଇବା ମିଳିଥାନ୍ତା? ଆରେ ବୋଉଲୋ। କୁଆଡେ ଯାଇଥିଲ? ବାପା, ରେବତୀର ଆଜି ବାହାଘର ଥିଲା ତ, ତା ଭୋଜି ଖାଇବାକୁ ଯାଇଥିଲି। ଭୋଜି ଖାଇବାକୁ ଯାଇଥିଲୁ? ତତେ ଟିକେ ଲଜ୍ଜା ଲାଗୁନାହିଁ? 10 ବର୍ଷ ହେଲା ଗୋଟେ ଝିଅକୁ ତୁ ଭଲ ପାଉଥିଲୁ, ଶେଷରେ ତା ଭୋଜି ଖାଇକି ଆସିଲୁ? ଆଉ କଣ କରିଥାନ୍ତି ବାପା? ନାଇଁ, ଠିକ କରିଛୁ। ତୁ କେବଳ ତା ବାହାଘର ଭୋଜି ହିଁ ଖାଇବାକୁ ଯୋଗ୍ୟ। ଆରେ ଆଜ ତୁ ପାଠ ସାଠ 2 ଅକ୍ଷର ପଢି 2 ପଇସା ରୋଜଗାର କରିଥାନ୍ତୁ, ତାହେଲେ ସେ ତାକୁ ବାହା ନ ହେଇ ତତେ ବାହା ହେଇଥାନ୍ତା। ତୋ ଭଳିଆ ଗୋଟେ କୁଳାଙ୍ଗାରକୁ ବାହା ନ ହେଇ ସେ ଏକଦମ ଠିକ କରିଛି। ବାପା ଚୁପ୍!
ଚାଲି ଯା ମୋ ଆଖି ସାମ୍ନାରୁ।